ଆପଣଙ୍କୁ ସମାଜରେ ସମସ୍ତଙ୍କର ପ୍ରିୟ ପାତ୍ର ହେବାର ଅଛି। ଆପଣଙ୍କର ନେମ୍ ଫେମ୍ ଆପଣ ସମାଜରେ ବଢ଼ାଇବା ପାଇଁ ଚାହୁଁଛନ୍ତି, ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେଇକି ସମାଜରେ ରହିବା ପାଇଁ ଚାହୁଁଛନ୍ତି। କ'ଣ କରିବେ ଜାଣିଛନ୍ତି ନା, ଆଜି ଆପଣଙ୍କୁ ମହୁର ଏକ ବୈଦିକ ଉପଚାର ଉପାୟ କହୁଛି। ଗୋଟେ ଛୋଟ ମହୁ ବୋତଲ ନେବେ, 30 ଟଙ୍କା 40 ଟଙ୍କା ଯେଉଁ ଆସୁଛି ସେଇ ମହୁ ବୋତଲ ନେବେ। ସେଥିରେ ଆପଣଙ୍କର ନାଁକୁ ଯେକୌଣସି କଲର୍ ଇଙ୍କରେ ଆପଣ ଲେଖିପାରିବେ। ଗୋଟେ କାଗଜରେ ହ୍ୱାଇଟ୍ ପେପରରେ ଆପଣଙ୍କର ନାଁକୁ ଆପଣ ଲେଖିଦେବେ। ସେହି ମହୁ କାଚ ଭିତରେ ତାକୁ ରଖିଦେବେ। ତା ସହିତ ଆମର ଯେଉଁ ଲାଲ କାଇଁଚ ଆସୁଛି, ଛୋଟ ଛୋଟ କାଇଁଚ, ସେ କାଇଁଚକୁ ଲାଲ କଳା ହେଇକି ଥିବ, ସେ ଜାଗା ଅଳ୍ପ ଟିକେ କଳା ଥିବ, ପୁରା ଲାଲ କଭର ହେଇକି ଥିବ। ସେ ଲାଲ କଳା କାଇଁଚକୁ ସେଥିରୁ 11ଟି ମଞ୍ଜି ନେବେ। ସେ ମହୁ ବୋତଲ ଭିତରେ ତାକୁ ପକାଇଦେବେ ଏବଂ ତା'ର ବୋତଲର କ୍ୟାପ୍କୁ ଭଲ ଭାବେ ବନ୍ଦ କରିଦେବେ। ଆପଣଙ୍କର ଠାକୁର ଘରେ କିମ୍ବା ଆପଣ ଯେଉଁ ଠାକୁରଙ୍କୁ ମାନୁଛନ୍ତି ତାଙ୍କର ଚରଣ ତଳେ ତାକୁ ରଖିଦେବେ। ସେହି ମହୁ ବୋତଲଟିକୁ ଆପଣ ସମାଜରେ ଆପଣଙ୍କର ସମ୍ପର୍କ, ଆପଣଙ୍କର ଖ୍ୟାତି ମାନେ ମଧୁମୟ ହେଇଯିବ। ଆପଣ ଦେଖିବେ ଯେ ଆଗ ଭଳି ଲୋକ ଆପଣଙ୍କୁ ଇଗ୍ନୋର ନ କରିକି ଆପଣଙ୍କୁ ଲୋକ ଆଦର କରୁଛନ୍ତି ଏବଂ ଆପଣଙ୍କର ଖ୍ୟାତି ବଢ଼ିବ ସମାଜରେ।